6 ମାସ ହେଇଛି ସରକାରଟା ଠିଆ ହେଇନି, ଗୁରୁଣ୍ଡୁଛି। ଯେତେବେଳେ ଶିଶୁ ଟୁ ଶିଶୁ ଗୁରୁଣ୍ଡୁଛି ସେ ପ୍ରଭାତୀ ପରିଡ଼ା ତମ ଉପରେ ଆଜି ମୁଁ ଖୁସି। ହଁ ଆଗ ଇନକ୍ୱାରି କରନ୍ତୁ ଯୋଉ ଟଙ୍କା ଗୁଡା ଦେଇଛନ୍ତି ପ୍ରପରଲି ଦିଆ ହେଇଛି ନା ନାଇଁ। ପ୍ରଭାତୀ ପରିଡ଼ା ତମ ଉପରେ ଆଜି ମୁଁ ଖୁସି ଖୁସି କାହିଁକି ନା ଟଙ୍କାଟା ଯୋଉ ଦିଆ ହେଇଛି ଲୋକେ ପାଇଛନ୍ତି ନା ନାଇଁ ଗୋଟେ ଇନକ୍ୱାରି ହଉ। ଯଦି ନ ପାଇ ତେବେ କାହିଁ ପାଇଲେନି ଗୋଟେ ଇନକ୍ୱାରି ହଉ। ଇନକ୍ୱାରି ଦବା ପାଇଁ ଯୋଉଟା କହିଛ ପ୍ରଭାତୀ ପରିଡ଼ା ଭଲ କଥା କହିଛ। ନାଇଁ ହେଇନି ଏଇନା କରନ୍ତୁ। 6 ମାସ ହେଇଛି ସରକାରଟା ଠିଆ ହେଇନି, ଗୁରୁଣ୍ଡୁଛି। ଯେତେବେଳେ ଶିଶୁ ଟୁ ଶିଶୁ ଗୁରୁଣ୍ଡୁଛି ସେ ତେଣୁ ତାକୁ ଟିକେ ସମୟ ଦିଅ କାମ କରିବା ପାଇଁ। ପ୍ରଭାତୀ ପରିଡ଼ା ଏଇଠି ଗୋଟେ ଭଲ କଥା କହିଲ। ନହେଲେ ନାରୀ ଜାତିକି ତମେ ଯୋଉ ଘୃଣା କରି ଆଣିସାରୁ କହୁଥିଲ ତମେ ନାରୀ ହେଇକି ଗୁଡା ଅତି ଅନ୍ୟାୟ କହୁଥିଲ, ମୁଁ ଆଉ ସାଡେ ଯିବିନି। ଯାହା ହଉ ଏଇଟା ଭଲ କଥା କହିଛ। ଖୁସି ନାହିଁ ମୁଁ ତ ଦେଖୁଛି ମୋହନ ମାଝୀ ଆମ କାମ କରିଦଉଛନ୍ତି ସରକାର ହଉଛି। ହଁ ଶୁଣ, ୱାର୍କସ ମିନିଷ୍ଟର, ଲ ମିନିଷ୍ଟର ପୃଥ୍ୱୀରାଜ ହରିଚନ୍ଦନ କରୁଛନ୍ତି। ରେଭେନ୍ୟୁ ମିନିଷ୍ଟର କାମ କରୁଛନ୍ତି। ଆମର ହେଲ୍ଥ ମିନିଷ୍ଟର ଭଲ କାମ କରୁଛନ୍ତି। କେତୋଟି ଆମର ଯୋଉ ମାଇନିଂ ଇଏ ଟ୍ରାନ୍ସପୋର୍ଟ ମିନିଷ୍ଟର କରୁଛନ୍ତି। ମୁଁ ଜ୍ୟୋତିଙ୍କ ପାଖକୁ ଯାଇଛି କାମ କରୁଛନ୍ତି। ଇଂରେଜୀ ସେ ଲଣ୍ଡନରୁ ପଢିକି ଆଇଛି। ଆରେ ଅଲ୍ଲା ଦୁଃଖ ଅରେ ନେହୁରୁ ପରିବାର କ୍ରିଟିସାଇଜ କରୁଛ। ସ୍ୱାଧୀନତା ଆଣିବା ପାଇଁ ମୋତିଲାଲ ନେହୁର, ଜବାହରଲାଲ ନେହୁରୁଙ୍କ ବାପା ସାରା ଭାରତ ଗାନ୍ଧୀକି ବୁଲେଇଥିଲେ, ସୁଭାଷ ଚନ୍ଦ୍ର ବୋଷକୁ ବୁଲେଇଥିଲେ। ଆରେ ଶୁଣ ଭାଇ, ଯେତେ ନେତା ଦେଶ ପାଇଁ ଜେଲ ଯାଇଥିଲେ ସବୁଠୁ ହାର୍ଡ 7.5 ବର୍ଷ ପଣ୍ଡିତ ଜବାହରଲାଲ ନେହୁରୁ ଜେଲକୁ ଯାଇଥିଲେ। ଯେ ଜାଣିନ ଶୁଣ। ତୃତୀୟ ଭାରତ ବର୍ଷ ପାଇଁ ମରିଛି ଯଦି କିଏ? ଇନ୍ଦିରା ଗାନ୍ଧୀ। କାହିଁକି ମୁଁ କହୁଛି ଶୁଣ। ମୁଁ ଯେତେବେଳେ ବିପଦ ପଡିଛି ଭାରତ ବର୍ଷରେ ଭୁବନେଶ୍ୱରରୁ 20 ଟଙ୍କା ନେଇକି ଯାଏ। ଯେତେବେଳେ ଅମୃତସର ଟେମ୍ପୁଲ ଆଟାକ ହେଲା 3 ଦିନ ଭିତରେ ଆମେ ଯାଇ ପହଞ୍ଚିଲୁ। ଗୋଟେ ବିନ୍ଦର ମାଲ ବୋଲି ଥିଲା, ଚରମପତି ନିରୀହ ଲୋକଙ୍କୁ ଟେକି ନିଏ ଭିତରକୁ, ମହିଳା ମାନଙ୍କୁ ନେଇଯାଏ, ସୁନ୍ଦରୀ ସ୍ତ୍ରୀ ଲୋକମାନଙ୍କୁ ନେଇଯାଏ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।